ଅଣ୍ଡା ଶନିବାର ଅଲଗା ଅଲଗା ଖାଦ୍ୟ କାହିଁ ଦିଆଯାଉଛି ସବୁଦିନ ଅଲଗା ଅଲଗା ଖାଦ୍ୟ କାହିଁକି ଦିଆଯାଉଛି କହ? ବିଭିନ୍ନ ପ୍ରକାର ଭିଟାମିନ୍ ପାଇବା ପାଇଁ ଆମକୁ ଅଲଗା ଅଲଗା ଖାଦ୍ୟ ଦିଆହେଉଛି। ଭିଟାମିନ୍ ଆଉ କ'ଣ? ପୋଷଣ। ଘରେ ତମେ ସବୁଦିନ ଏକା ପ୍ରକାର ଖାଦ୍ୟ ଖାଉଛ ନା ଅଲଗା ଅଲଗା? କ'ଣ ସକାଳେ ଖାଇଥିଲୁ? ଖାଦ୍ୟ ଜମା ନ ଖାଇଲେ କ'ଣ ହବ? ଜମା ଖାଦ୍ୟ ମରିଯିବ। ତାହେଲେ ଖାଦ୍ୟ ଆମକୁ କ'ଣ କରେ? ବଞ୍ଚିବା ପାଇଁ ଖାଲି ଖାଦ୍ୟ ଖାଇଲେ ହବନି। ବସ୍ ଜଣେ ସବୁଦିନେ ଖାଦ୍ୟ ଖାଉଛୁ, ଭାତ ଖାଉଛୁ, ସବୁଦିନ ଡାଲି ଖାଉଛୁ, ଭାତ ଖାଉଛ, ଭାତ ସହିତ ଡାଲି ଖାଉଛ, ଡାଲି ସହିତ ତରକାରୀ ଖାଉଛ ହେଲା। ଖାଦ୍ୟରେ ଯେଉଁ ଉପାଦାନ ହେଉଛି କେତେ ପ୍ରକାର? କିଏ କହିପାରିବ? 5 ପ୍ରକାର। ସ୍ନେହ ସାର, ପୁଷ୍ଟି ସାର, ଜୀବ ସାର, ଆଉ କ'ଣ? ଆଉ କ'ଣ? ଧାତୁ ସାର ଯିଏ ସେ ଖଣିଜ ଲବଣ। ଆଉ କ'ଣ? ଭିଟାମିନ୍ ଯିଏ ହେଉଛି ଜୀବ ସାର। ପାଣି ଜମା ପିଇବନି, କ'ଣ ହବ? ପାଣି ଗୋଟେ ଖାଦ୍ୟ ନା ନୁହଁ? ଜଳ ବି ଗୋଟେ ଖାଦ୍ୟ ଉପାଦାନ। ଜଳ ନ ପିଇବ, ଖାଦ୍ୟ ନ ଖାଇଲେ ହୁଏତ କିଛି ଦିନ ବଞ୍ଚିପାରିବ, କିନ୍ତୁ ପାଣି ନ ପିଇଲେ ବେଶୀ ଦିନ ବଞ୍ଚିପାରିବ। ସ୍ନେହ ସାର ଆଗେ ଶ୍ଵେତ ସାର, ସ୍ନେହ ସାର, ପୁଷ୍ଟି ସାର, ଜୀବ ସାର, ଧାତୁ ସାର, ଜଳ। ଆଉ ଏବେ ଆଉ ଗୋଟେ ଆଡ଼ ହେଇଛି, ତାକୁ କହୁଛନ୍ତି ରଫେଜ, ତନ୍ତୁ ଜାତୀୟ। ଖାଦ୍ୟରେ ଯଦି ତନ୍ତୁ ଜାତୀୟ ଉପାଦାନ ଅଧିକା ରହିବ, ରଫେଜ ତମର କ'ଣ ହେବ? ରେଚନ ପ୍ରକ୍ରିୟା ଠିକ୍ ହେବ, ଝାଡ଼ା ପରିଷ୍କାର ଠିକ୍ ହେବ। ବୁଝିହେଉଛି? ତାହେଲେ କେତେଟା ଉପାଦାନ ହେଲା? 7ଟା। ସ୍ନେହ ସାର, ଶ୍ଵେତ ସାର, ସ୍ନେହ ସାର, ପୁଷ୍ଟି ସାର, ଜୀବ ସାର, ଧାତୁ ସାର, ଜଳ, ରଫେଜ, ତନ୍ତୁ ଜାତୀୟ ପଦାର୍ଥ। 7ଟା। ଖାଇସାରିଲେ ତମେ କୁଆଡ଼େ ଯାଉଛ? ତମେ ଯେଉଁଟା ଖାଉଛ ସେଟା କ'ଣ ହେଉଛି? ହଜମ ହେଉଛି। ହଜମ ହେଇକି ରକ୍ତ ହେଉଛି। ଆଉ ହାତ ଦେଉଛ ନା ଦେଉଛ? କେଉଁଥିରେ ଦେଉଛ? ସାବୁନରେ ଦେଉଛ। ଆଉ ପାଇଖାନା କେଉଁଥିରେ ପରିଷ୍କାର କରୁଛ? ପାଇଖାନାଟା କେତେବେଳେ ପରିଷ୍କାର କରୁଛ? କରିସାରିବା ପରେ କ'ଣ କରିବ? ପାଇଖାନାକୁ ସଫା ସୁତୁରା ରଖିବା ସହିତ କ'ଣ ଧରି ରଖିବ। ହାତକୁ ଚପଲ ମାଡ଼ିକି ଯାଉଛ ନା ସେମିତି ପଳାଉଛ? ଆଉ ଘରେ ତ ପାଇଖାନା ଅଛି, ଚପଲ ମାଡ଼ିକି ମାଡ଼ିବ। ମାରୁଛ? ହଁ। ଆଉ ସଫା ସୁତୁରା ପ୍ରତି ଧ୍ୟାନ ଦେବ। ଖାଇବା ପୂର୍ବରୁ ଏବଂ ପରେ ହାତ ଧୋଇବ। ପୂର୍ବରୁ ଧୋଇବ, ପରେ ଧୋଇବ। ଦାନ୍ତ କେତେବେଳେ ଘଷୁଛ? ସକାଳେ ଘଷୁଛ? ରାତିରେ କିଏ ଘଷୁଛ? କେତେବେଳେ ଦାନ୍ତ ଘଷିବା ଠିକ୍ କୁହନି? ସକାଳେ ନା ରାତିରେ? ଖାଇସାରିବା ପରେ ଶୁଣ, ପ୍ରତିଥର ଖାଇସାରିଲା ପରେ ଦାନ୍ତ ଘଷିବ। କେଇ ଥର ଖାଉଛ ତମେ? 3 ଥର ଦାନ୍ତ ଘଷିବ। ଯଦି 3 ଥର ଦାନ୍ତ ନ ଘଷି ପାରୁଛ ତାହେଲେ 2 ଥର ଘଷିବ। କେତେବେଳେ? ସକାଳେ, ରାତିରେ। ଯଦି 2 ଥର ଘଷି ନ ପାରୁଛ କେତେବେଳେ ଘଷିବ? କେତେବେଳେ ଘଷିବ? କେତେବେଳେ? ଯଦି ଦିନରେ ତମେ ଥରେ ବ୍ରସ୍ କରୁଛ ତାହେଲେ ରାତିରେ କରିବ। କାହିଁକି କହୁନ? ଯଦି ରାତିରେ ବ୍ରସ୍ ନ କର, ରାତିରେ ତମର ଖାଦ୍ୟ ପଦାର୍ଥ କ'ଣ? ରାତି ସାରା କୋଉଠି ରହିଲା? ରାତିରେ ରହିଲା। ସେଇ ଯେଉଁ ଖାଦ୍ୟର ଅବସ୍ଥାଂଶ
ପଚିକି ଜୀବାଣୁ ସୃଷ୍ଟି କଲା ସକାଳକୁ ତମ ମୁହଁ ବନ୍ଧେଇଲା। ସକାଳୁ ତ ମୁହଁ ବନ୍ଦ ହୁଏ ନା, କାହିଁ ବନ୍ଧେଇ ଜାଣିଛ? ରାତିରେ ତମେ ବ୍ରସ୍ କରି ଶୁଅ। ତମେ ଯଦି ରାତିରେ ବ୍ରସ୍ କରି ଶୋଇବ ସକାଳେ ଆଉ ମୁହଁ ବନ୍ଧେଇବ ନା। ଆଜି ଆଉ ପରୀକ୍ଷା କରିବ ହେଲା, ମୁହଁ ଆଉ ବନ୍ଧେଇବ ନାଇଁ। ସକାଳେ କ'ଣ କରିବ? ଖାଲି କୁଳି କରିଦେବ, ଖାଇବ। କିଛି କଥା ନାହିଁ। ଆଉ ତମେ କ'ଣ କଲ? ରାତିରେ ବ୍ରସ୍ ନ କଲେ ଦାନ୍ତକୁ ଅସନା କଲ, ସକାଳେ ସଫା। ରାତିରେ ବ୍ରସ୍ ନ କଲେ ଦାନ୍ତ ଅସନା ହବନି ହବ ନାହିଁ, ସଫା କରିବାକୁ ଆବଶ୍ୟକ ପଡ଼ିବ। ଭେରି ଗୁଡ୍।